17 ବର୍ଷରେ ପାଦ ଥାପିଛି ଦୂରଦର୍ଶୀ ପତ୍ରିକା। ପତ୍ରିକା ବ୍ୟକ୍ତିର ମନର କଥାକୁ ଉପସ୍ଥାପନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। କେବଳ ସେତିକି ନୁହେଁ, ଓଡ଼ିଶାର କଳା ସଂସ୍କୃତି, ଓଡ଼ିଆ ଭାଷା ଏବଂ अस्मिताକୁ ବଞ୍ଚାଇ ରଖିବାରେ ପତ୍ରିକାର ଭୂମିକା ଅତୁଳନୀୟ। ଆଜିର ଯୁବ ପାଠକମାନଙ୍କୁ ବାନ୍ଧି ରଖିବାରେ ବି ବେଶ ବଡ଼ ଭୂମିକା ନେଇଥାଏ। ସମାଜରେ ଗଣମାଧ୍ୟମର ଭୂମିକାକୁ ନେଇ ରାଜ୍ୟପାଳ ତାଙ୍କ ଅଭିଭାଷଣ ରଖିଥିଲେ। ଏ ଅବସରରେ କିଟ୍ ଓ କିସ୍ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କହିଥିଲେ, ସମାଜର ସେବା କରିବା ସମସ୍ତଙ୍କ ଲକ୍ଷ୍ୟ ହେବା ଦରକାର। ଦୂରଦର୍ଶୀ ପତ୍ରିକା ଲୋକଙ୍କର ଆଶୀର୍ବାଦ, ପାଠକ ପାଠିକାର ଆଶୀର୍ବାଦ ଯୋଗ ଆଜି 16 ବର୍ଷ ପୂର୍ଣ୍ଣ କରିଛି। ପତ୍ର ପତ୍ରିକା ସମାଜର କଥା କହେ, ପତ୍ରିକା ଲୋକଙ୍କର କଥା କହେ। ଓଡ଼ିଶାର ସାହିତ୍ୟ, ସଂସ୍କୃତି, ଐତିହ୍ୟ, ପରମ୍ପରାର ମର୍ମର ଭାବକୁ ବୁଝାଏ ପତ୍ରିକା। ପତ୍ରିକା ଓଡ଼ିଶାରେ ବହୁତ ଅଛି, ଆମେ ମଧ୍ୟ ତା ଭିତରୁ ଗୋଟେ ପତ୍ରିକା। ଏହି ଲୋକମାନଙ୍କର ଆଶୀର୍ବାଦ, ପାଠକ ପାଠିକା, ବିଜ୍ଞାପନ ଯୋଦ୍ଧା ଲେଖକମାନଙ୍କୁ ମୁଁ ନମସ୍କାର ଜଣାଉଛି, କୃତଜ୍ଞତା ଜଣାଉଛି। ଆଜିର ଏହି ଦୂରଦର୍ଶୀ ସ୍ୱର୍ଣ୍ଣକ୍ଷେତ୍ର ଉତ୍ସବରେ ସମସ୍ତଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।